ଦେଖନ୍ତୁ ଏଇଟା ପୁରା ପାଣି ଝରୁଛି। ମାନେ ଆପଣମାନେ ଦେଖିଲେ ଏଇଟାକୁ ଭାବିବେ ତଳେ ମାଟି ଆଉ ସବୁ ଇଏ ହେଇଯାଇଛି, କୁଳା ହେଇଛି ବୋଲି ଆପଣମାନେ ଭାବିବେ। ଦେଖନ୍ତୁ, ହେଲେ ଆକ୍ଚୁଆଲି ଏଇଟା ତଳ ମାଟି ନୁହେଁ, ଆଉ ଏଇଟା ହେଉଛି ଆକ୍ଚୁଆଲିରେ ଛାତ ଘର। ଆଉ ମାନେ ବିଲ୍ଡିଂ, 3 ମହଲା ବିଲ୍ଡିଂ। ଆଉ ଦେଖିପାରୁଛନ୍ତି କେତେ ବଡ଼ ବଡ଼ ଘର। ଆଉ ଏଇଟା ହେଉଛି ଆମର ଚେନ୍ନାଇ। ଆଉ ଏଇ ଜାଗା ନାଁ ହେଉଛି ପାଡ଼ି କୁହନ୍ତି, ପାଡ଼ି। ଆଉ ଏ କମ୍ପାନୀରେ ଆମେ କାମ କରୁଛୁ। ପେରି ଇଞ୍ଜିନିୟରିଂ ୱାର୍କ ଆମର କମ୍ପାନୀ ନା। ଆଉ ଏଠି ପାରାଗୁଡ଼ା ରଖିଦେଇଛନ୍ତି, କେତେ ବଡ଼ ବଡ଼ ଘର। ଆଉ ଆମର ସିଆଡ଼େ ଓଡ଼ିଶାରେ ବି ଅଛି, ହେଲେ ଏତେ ପାଖ ପାଖ ଅଛି ଯେମିତିକି ହାୱା ବି ଏଠି ପଶି ପାରୁନି, ଏମିତିଆ ହେଇଯାଇଛି। ଆଉ ଟିକେ ହାୱା ପାଇବାରେ ବଡ଼ କଷ୍ଟ, ଗରମ ବହୁତ ପ୍ରବଳ ଗରମ ଲାଗୁଛି। ଦେଖନ୍ତୁ କେତେ ବଡ଼ ବଡ଼ ଘର, ଦେଖିବାକୁ ବହୁତ ସୁନ୍ଦର ବି ଲାଗୁଛି। ଆଉ ଏଟା ହେଉଛି କମ୍ପାନୀ ଏରିଆର ବିଲ୍ଡିଂ। ଆଉ ଆପଣମାନେ ଦେଖିପାରୁଛନ୍ତି ଏତେ ବଡ଼ ବଡ଼ ଘର, ହେଲେ ଉପରେ ଲୋକମାନେ ରୁହନ୍ତି। ଆଉ ତଳେ ସବୁ ବିଲ୍ଡିଂ ଘର ପ୍ରତି କମ୍ପାନୀ ଅଛି। ଆଉ ଆପଣମାନେ ଦେଖିପାରୁଛନ୍ତି ପୁରା ପାଣି ଏଇପରି ପୁରା ଦେଖିପାରୁଛନ୍ତି ଛାତ ଉପରେ ପାଣି। ଏଇଟା ଯଦି ଜାମ୍ ହେଇକି ରହିଲା ତାହେଲେ ଏଇ ପାଣିଟା ପୁରା ଝରିବ ରୁମ୍ ଭିତରକୁ। ଆମେ ମାନେ ଏଇ ତଳେ ଅଛୁ ସେ ରୁମ୍ରେ। ଆଉ ରିପାରିଂ ଚାଲିଛି ବର୍ତ୍ତମାନ। ଆଉ ଆଜି ରବିବାର, ମିସ୍ତ୍ରୀ ବି ମାନେ ଆସିନାହାନ୍ତି। ଆଉ ଏଇଠି ଦେଖିପାରୁଛନ୍ତି ଆମର ଡ୍ରେସ୍ ଗୁଡ଼ା, ଆଜି ରବିବାର। ଆଉ ସକାଳୁ ଏଗୁଡ଼ା ସଫା କରିକି ଏଠି ଆମେ ଶୁଖେଇ ଦେଇଛୁ। ଆଉ ଦେଖନ୍ତୁ ଏଇଟା ଯେତେ ଶୀଘ୍ର ହେଇପାରିବ ରିପାରିଂ, ଯଦି ହେଲା ଆମକୁ ଟିକେ ସୁବିଧା ହେବ। କାହିଁକିନା ଆଜି ବି ଏମିତି ବାଦଲ ମେଘ ଦଉଛି। ଯଦି ତ ବର୍ଷା ହେଲା ଆହୁରି ଏଇଠି ପାଣି ଜାମ୍ ହେଇଯିବ ପୁରା। ଆଉ ଆହୁରି ରୁମ୍ରେ ପୁରା ପାଣି ଝରିବ। ଏଇଟାକୁ ଆମକୁ ଟିକେ କଷ୍ଟ ଲାଗୁଛି, ଆଉ ନହେଲେ ଆଉ କିଛି ଏମିତି କଷ୍ଟ ନାହିଁ।